आम समस्ते जानी अच्छु आज दिन निमंते आम कि ना सारा पृथ्वी में ये दिन को स्मरण करुन कौन कारण जगत एक प्राणकर्ता जन्म ग्रहण किए कहते जिसाई कहते कि दिन मान किए कौन आम खाली ख्रीष्टान कौन सारा पृथ्वी खाली मो रात्रि 10-15 मो यूट्यूब खोलिली खोलु न्यूज रे चली न्यूज एंकर कहते आम देखु विभिन्न जो पर्वपर्वाणी हुए से नामित करती जमी दुर्गा माँ जन्म ग्रहण अवतरण आम जीशु जन्म केस कौन हो से कौन कहते से मतलब 12टा करोड़ से बनई वीडियोटा से कहते आ किसी समय पर पृथ्वीर उद्धारकर्ता जन्म ग्रहण करने जीशु विषय सारा पृथ्वी से प्रकाश कर से केते न कहवा चेष्टा कले बाध्य जे से होती उद्धार समस्त समस्ते कहते से एकमात्र उद्धार से आम पढ़ी अच्छु से वाक्य गुड़ाक जमी आम मो टॉपिक देते द सेवियर ऑफ द प्रॉमिस ऑफ सेवियर माने ये जगतर उद्धारकर्ता प्रतिज्ञा ना कौन अच्छा कौन पाई जीशु जन्म ग्रहण कले किसी तो गोटे उद्देश्य थी कौन पाई परित्राण जे परित्राण तो पर आसो जन्म उद्देश्य अच्छी ना तामले आम किछिटा भूल कर तो आम समस्या जेकोसी जिन कर जो द्वारा परमेश्वर को से बाध्य परमेश्वर से जगत को आसवा नहीं आम जो देखा आदि 3:15 ये पढ़े आंबे तुम्बर व नारीर मध्य पुणी तुम्भ वंश व ताहांक वंश मध्य वैर भाव जन्माइबा से तुम्बर मस्तक आघात करिवो व तुम्बे ताहांक गोइठी आघात करिवो जीशु निमंते प्रथम प्रोफेसी जीशु निमंते कौन पाई से जन्म कारण यही बगीचारे किसी गोटे जिनस घटी अच्छे जो जिनस परमेश्वर से प्रोफेसी कर भूल जो हो गला ये भूल को समाप्त करने निमंते जड़े आवश्यक अच्छी से निमंते परमेश्वर प्रभु जीशु ख्रीष्ट ये जगत रे जन्म ग्रहण कले आमने से जदि बगीचारे जदि यही समस्त विषय घटी न था हुए तो हुए तो प्रभु जीशु ख्रीष्ट आसी न था ना ये प्रोफेसी आ गए आम देखा जिसाय 9:6 कारण आम्भमानଙ୍କର ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି ଆମମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କର ସ୍କନ୍ଧରେ କର୍ତ୍ତୃତ୍ୱର ଭାର କୁହାଯିବ ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ ପରାକ୍ରାନ୍ତ ପରମେଶ୍ୱର ଅନନ୍ତକାଳୀନ ପିତା ଶାନ୍ତି ରାଜା हालेलुया हालेलुया ଆମଙ୍କର ନାମ एक दुई डाक ना गोटे परमानेंट ना हाँ किंतु एक बालक आसुअछंती से एमिति आसुछंती ताकर आशीर्वाद मध्य गोटे आश्चर्य जीशुकर रक्त को जो माने टेस्ट कले क्रमजन नाम क्रमजन ओडिया कोन लाभ जाने हमने डीएनए जतो टेस्ट करावे सेटे एक क्रमजन थाए जो द्वारा सेटा आमर मनीषर रक्तर केतरा थाए 42 किंतु
ଯୀଶୁଙ୍କର କେସରେ 23 ଅଛି। ମାନେ ଯେତେବେଳେ ଜଣେ ଜନ୍ମ ହୁଏ ମେଲ୍ ଆଣ୍ଡ ଫିମେଲ ର କ୍ରୋମୋଜୋମ ମିଶିକି ସେଟା 42 ହୁଏ, କିନ୍ତୁ ଯୀଶୁଙ୍କର କ୍ରୋମୋଜୋମରେ 23 ଅଛି କେବଳ। ମାନେ ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟ ଅଟେ। ଆମେ ଭାବୁଛୁ ଯୀଶୁ ତ ଜନ୍ମ ହେଲେ କୁମାରୀ ଗର୍ଭରେ, କେତେ କ୍ରିଟିକାଲ ସେ ସମୟରେ ସେ ଫେସ୍ କରିଥିବେ ସେଇ ନାରୀ। ଆମେ ଏଇ ସମାଜରେ ମଧ୍ୟ କେତେ ବିଷୟ ଘଟି ଯାଉଛନ୍ତି, କିନ୍ତୁ ଆମେ ଗୋଟେ ପୁଅ ସହିତ କଥା ହେଲେ ମଧ୍ୟ କେତେ କଥା କହୁଛନ୍ତି, ହଁ ନା ନାହିଁ? କିନ୍ତୁ ସେଇ ଦିନ ମାନଙ୍କରେ ସେଇ ସମୟରେ ନାରୀ ମାନଙ୍କ ପ୍ରତି ବହୁତ ଅତ୍ୟାଚାର ମଧ୍ୟ ଥିଲା, ହଁ ନା ନାହିଁ? ଆମେ ଷ୍ଟୋରି ଯାକ ଦେଖିଲେ ସେ ସମସ୍ତ ବିଷୟ ଜାଣିପାରୁଛୁ, କିନ୍ତୁ ସେଇ ସମୟରେ ଯଦି ନାରୀ ଗୋଟେ ଗର୍ଭବତୀ ହଉଛି କେତେ ଭୟଙ୍କର ବିଷୟ। କିନ୍ତୁ ପରମେଶ୍ୱରଙ୍କର ଆଜ୍ଞା, ସେ ଆଜ୍ଞା ସଫଳ ହେବା ନିମନ୍ତେ এই ସମସ୍ତ ବିଷୟ ଘଟିଅଛି। ତ ସେହିପରି এই ସ୍ଥାନରେ କେତେଟା ସେଇ ବାଳକକୁ ଏକ ଭାର ଦିଆହଉଛି। କେମିତିକା ଭାର ଗୁଡାକ ପଢି ଦିଅନ୍ତୁ। 6ର 9 କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱର ଭାର ଦିଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, କଣ ନାମ? ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିର ରାଜା। ଏମିତି କିଏ ଅଛି ଜଗତରେ ଯିଏକି ଶାନ୍ତି ଦେବ? ଜାଣିଛ? ଆରେ ପରମେଶ୍ୱର ଆସିଲେଣି ଜାଣିନାହାନ୍ତି, କିନ୍ତୁ ଏ ସ୍ଥାନରେ ଏତେ ତାଙ୍କୁ ଭାର ଦିଆହଉଛି। ସେ ଜନ୍ମ ଗ୍ରହଣ କଲେ ତାହା ତ ବହୁତ ଆଶ୍ଚର୍ଯ୍ୟ, କିନ୍ତୁ ସେଇ ବ୍ୟକ୍ତିଙ୍କୁ ମଧ୍ୟ କେତେଟା ଭାର ଦିଆଯାଉଛି। ମାନେ ଜଗତରେ ଜଣେ ପୋଷ୍ଟିଂ ହୁଏ, କେତେଟା କାମ କରିବ, କେତେଟା ଅଥରିଟି ତାକୁ ଦିଆଯାଏ, ଗୋଟେ କିମ୍ବା ଦୁଇଟା। କିନ୍ତୁ ଜଗତକୁ ଯିଏ ଉଦ୍ଧାର କରିବାକୁ ଆସୁଅଛନ୍ତି ତାଙ୍କୁ କେତେଟା ଅଥରିଟି ଦିଆଯାଉଛି? କେତେଟା ଗଣି ଦିଅନ୍ତୁ। କର୍ତ୍ତୃତ୍ୱର ଭାର, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା। କେତେଟା ନା? ପ୍ରିନ୍ସ ଅଫ ପିସ୍। ଆମେ କେତେ ଜଣ ଆଶ୍ଚର୍ଯ୍ୟ କର୍ମ ଦେଖିବା ପାଇଁ ଚାହୁଁ? ଆମେ ଭାବୁଛୁ ଆଶ୍ଚର୍ଯ୍ୟ କିଏ କରନ୍ତି? ପରମେଶ୍ୱର। ଆମମାନଙ୍କୁ କାଉନସିଲ କିଏ କରନ୍ତି? ପରମେଶ୍ୱର। ଆମକୁ ଶାନ୍ତି କିଏ ଦିଅ? ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏ ପରମେଶ୍ୱରଙ୍କୁ ଆମେ ପାଇଅଛୁ ଆଜି। ସେଥିପାଇଁ ଆମମାନଙ୍କୁ এই ଖ୍ରୀଷ୍ଟମାସ ଗିଫ୍ଟ ଆମମାନଙ୍କୁ ପରମେଶ୍ୱର କାହାକୁ ଦେଇ ଅଛନ୍ତି? ଯୀଶୁଙ୍କୁ ଦେଇ ଅଛନ୍ତି। କୋଉଟେ ଦେଲେ? ବାକ୍ୟ ଦେଖିବା, ମାନେ ସମସ୍ତେ ସେଇ ବାକ୍ୟକୁ ଜାଣିଅଛୁ। ହାଲେଲୁୟା। ଜଗତକୁ ଏତେ ପ୍ରେମ କଲେ, କେତେ ଆମେ ବର୍ଣ୍ଣନା କରିପାରିବା ନାହିଁ। ପାରିବା? ଆମେ କେତେ ଜଣ କରୁଛୁ? ଆମେ ଗଛ ଗୋଟେ କାଟି ଦଉଛୁ, ଆମେ କିଛି ଚିନ୍ତା କରିପାରୁନୁ। କିନ୍ତୁ ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କଲେ କାହାନି ଆମମାନଙ୍କୁ ସେ ଏତେ ପ୍ରେମ କଲେ ଯେ ତାଙ୍କର ଅଦ୍ୱିତୀୟ ମାନେ ଆଉ ଦ୍ୱିତୀୟ ନାହାନ୍ତି। ଆମଙ୍କର ଯଦି ଛୁଆ ଗୋଟେ ଅଛି, ଆମେ ପ୍ରାୟତଃ ତାଙ୍କୁ ବହୁତ ଷ୍ଟ୍ରିକ୍ଟ କରିଥାଉ, ହଁ ନା ନାଇଁ? 2ଟା 3ଟା ଥିଲେ ମଧ୍ୟ ଆମେ ନିଜର ସନ୍ତାନ ସନ୍ତତିକୁ ପ୍ରେମ କରିଥାଉ। ତାଙ୍କୁ ମାନେ କେତେ ଲୋକ ଅଛନ୍ତି ତାଙ୍କ ପାଖକୁ ମଧ୍ୟ ପଠେଇ ନଥାଉ, ଘରେ ତାଙ୍କ ଘରେ ଭଲ ନାହିଁ, ତାଙ୍କ ଘରେ ଭଲ ନାହିଁ, ଏମିତି କହିଥାଉ। କିନ୍ତୁ ପରମେଶ୍ୱରଙ୍କ କେସରେ ହଉଛି କଣ ନା, ଆଉ ଦ୍ୱିତୀୟ ନାହାନ୍ତି, କିନ୍ତୁ ତାଙ୍କୁ ମଧ୍ୟ ପରମେଶ୍ୱର
ପଠଉଛନ୍ତି କୋଉଠିକୁ ଜଗତକୁ ଆଉ କେତେ ଭାର ତାଙ୍କୁ ଦେଇକି ପଠଉଛନ୍ତି। ତମେ ରାଜାର କାର୍ଯ୍ୟ କରିବ, ତମେ ମନ୍ତ୍ରୀର କାର୍ଯ୍ୟ କରିବ, ତମେ ସମସ୍ତ ବିଷୟ କାର୍ଯ୍ୟ କରିବ। ପରମେଶ୍ୱର ତାହା କଲେନି କି? ଯୋଉ କାର୍ଯ୍ୟ ନିମନ୍ତେ ଆସିଥିଲେ ତାହା କଲେ ନା ନାହିଁ? କିନ୍ତୁ ଆମମାନେ ଯୋଉ କାର୍ଯ୍ୟ ପାଇଁ ଆମକୁ ପରମେଶ୍ୱର ରଖିଛନ୍ତି ତାହା କରୁଛୁ କି? ଆମେ ମୁଁ କିଛି କହିବିନି, ଆମେ ନିଜକୁ ନିଜେ ପଚାରିବା ପରମେଶ୍ୱର ଯୋଉ କାର୍ଯ୍ୟ କରିବା ନିମନ୍ତେ ମତେ ସୃଷ୍ଟି କରିଅଛନ୍ତି ମୁଁ ସେଇ କାର୍ଯ୍ୟ କରୁଅଛି କି? ମୁଁ ଆପଣମାନଙ୍କୁ ଡିସ୍କରେଜ କରିବାକୁ ଚାହୁଁଛି। ଆଜିର ଦିନ ସମସ୍ତେ ଖୁସି ହେଇଥାନ୍ତି। ପରମେଶ୍ୱର ପ୍ରଶ୍ନ କରୁଅଛନ୍ତି ବାକ୍ୟ ଦ୍ୱାରା ଯେ ମୁଁ ଯାହାକୁ ପଠେଇଥିଲି, ଯୋଉ ଭାର ଦେଇକି ପଠେଇଥିଲି, ସେ ଯଦି ସେଇ କାର୍ଯ୍ୟ କରୁଅଛନ୍ତି ମୁଁ ମଧ୍ୟ ତୁମମାନଙ୍କୁ ଏକ କାର୍ଯ୍ୟ ଦେଇଅଛି, ଯୋଉଟା କି ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା, ପରମେଶ୍ୱରଙ୍କୁ ପ୍ରଶଂସା କରିବା, ପରମେଶ୍ୱରଙ୍କ ବିଷୟରେ ଅନ୍ୟମାନଙ୍କୁ କହିବା। ଆମେ ତାହା କରୁଅଛୁ କି? ଆମେ ନିଜକୁ ନିଜେ ପରୀକ୍ଷା କରିବା ଆବଶ୍ୟକ। এই অল্প শিক্ষার ঈশ্বর প্রত্যেককে আশীর্বাদ করুন।